ଭଗବତୀ ଶରଣମ୍। ଦର୍ଶକ ବନ୍ଧୁ, ଆଜିର ବିଷୟବସ୍ତୁଟି ଜନ୍ମଜାତକରେ ରାଜଯୋଗ, ଯାହାକି କ୍ଷେତ୍ର ସିଂହାସନ ରାଜଯୋଗ। ପ୍ରତ୍ୟେକ ରାଜଯୋଗ ଠାରୁ କ୍ଷେତ୍ର ସିଂହାସନ ରାଜଯୋଗ ହେଉଛି ଏକ ଭିନ୍ନତମ ରାଜଯୋଗ। ଜନ୍ମଜାତକରେ ଯଦି କ୍ଷେତ୍ର ସିଂହାସନ ଯୋଗ ସଂଗଠିତ ହୋଇଥାଏ, ତାହେଲେ ଜନ୍ମଜାତକ ଧନାଢ଼୍ୟ ଯୋଗ ଭୋଗ କରିବା ସହିତ ସଂସାର କ୍ଷେତ୍ରରେ ଭୌତିକ ସୁଖକୁ ଉପଭୋଗ କରିଥାଏ। ଜ୍ୟୋତିଷ ଶାସ୍ତ୍ର କହେ, ଦଶମ ଭାବାଧିପତି ଯଦି ବଳବାନ ଅବସ୍ଥାରେ କେନ୍ଦ୍ର ତ୍ରିକୋଣ ବା ଜନ୍ମଜାତକର ଦ୍ୱିତୀୟ ସ୍ଥାନ, ଯାହାକି ଧନ ସ୍ଥାନରେ ରହିଥିଲେ, ଜନ୍ମଜାତକରେ କ୍ଷେତ୍ର ସିଂହାସନ ଯୋଗ ସଂଗଠିତ ହୋଇଥାଏ। ଏପରି ଯୋଗଜାତ ବ୍ୟକ୍ତି ବିଶ୍ୱବିଖ୍ୟାତ କୀର୍ତ୍ତିଯୁକ୍ତ ରାଜକୀୟ କର୍ମ କରିକି ଜୀବିକା ନିର୍ବାହ କରିବା ସହିତ ଉତ୍ତମ ଚତୁଷ୍ପଦ ଯାନବାହନ ପ୍ରାପ୍ତି କରିଥାନ୍ତି। ସେହି ପ୍ରକାର ଏକାଦଶ ସ୍ଥାନରେ ବୃହସ୍ପତି ଯଦି ଅବସ୍ଥିତ ହୋଇଥିବେ, ଚନ୍ଦ୍ର ଦ୍ୱିତୀୟରେ ଥିବେ ଏବଂ ଶୁକ୍ର ଯଦି ନବମ ସ୍ଥାନରେ ଭାଗ୍ୟ ସ୍ଥାନରେ ରହିଥାନ୍ତି, ତାହେଲେ ବି ଜନ୍ମଜାତକ ବହୁ ଧନବାନ ହୋଇଥାଏ। ଜନ୍ମଜାତକରେ ଯଦି ଏକାଦଶ ଭାବର ଅଧିପତି ଗ୍ରହ ଲଗ୍ନାଧିପତି ସହିତ ଏକତ୍ରୀକରଣରେ ରହିଥାନ୍ତି, ତାହେଲେ ଜନ୍ମଜାତ ବ୍ୟକ୍ତି ରତ୍ନ ଶୌର୍ଯ୍ୟ ଭାଗ୍ୟାଦିରେ ପ୍ରବଳ ମାତ୍ରାରେ ଲାଭବାନ ହୋଇଥାଏ। ଜନ୍ମଜାତକରେ ଏକାଦଶାଧିପତି ଗ୍ରହ ଯଦି ଲଗ୍ନ ଭାବର ଅଧିପତି ଗ୍ରହ ସହିତ ଏକତ୍ରୀକରଣ ଅବସ୍ଥାରେ ରହିଥାନ୍ତି, ତାହେଲେ ଜନ୍ମଜାତକ ସୌଭାଗ୍ୟବାନ ହୋଇଥାଏ। ଜନ୍ମଜାତକରେ ଏକାଦଶ ସ୍ଥାନରେ କିମ୍ବା ଚତୁର୍ଥ କେନ୍ଦ୍ରରେ ତତ୍ସଙ୍ଗେ ଦଶମ କେନ୍ଦ୍ରରେ ଯଦି ଚନ୍ଦ୍ର ଶନି ସହିତ ସଂଯୋଗୀକରଣ ହୋଇକି ରହିଥାନ୍ତି, ତାହେଲେ ଜନ୍ମଜାତକ ରାଜକୀୟ କର୍ମ କରିକି ଜୀବିକା ନିର୍ବାହ କରିବା ସହିତ ପ୍ରବଳ ମାତ୍ରାରେ ଧନବାନ ହୋଇଥାନ୍ତି। ବୃହସ୍ପତି ଯଦି ଚନ୍ଦ୍ର ଓ ରବି ଯଥାକ୍ରମେ ମଙ୍ଗଳଠାରୁ ପଞ୍ଚମ, ତୃତୀୟ ଏବଂ ନବମ ସ୍ଥାନରେ ଅବସ୍ଥାନ କରିଥିବେ, ଦର୍ଶକ ବନ୍ଧୁ, ଜନ୍ମଜାତକରେ ବୃହସ୍ପତି, ଚନ୍ଦ୍ର ଓ ରବି ଯେଉଁ ସ୍ଥାନରେ ବି ଅବସ୍ଥାନ କରିଥାନ୍ତୁ ନା କାହିଁକି, ଠିକ୍ ସେହି ସ୍ଥାନ ଠାରୁ ଯଦି ପଞ୍ଚମ, ତୃତୀୟ ଏବଂ ନବମ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଥାନ୍ତି, ତାହେଲେ ଜନ୍ମଜାତକ କୁବେର ସମାନ ଧନପତି ହୋଇଥାଏ, ଯାହାକି ଶାସ୍ତ୍ରସମ୍ମତ ଅଟେ। ଜନ୍ମଜାତକରେ ଯଦି ଏହି ସମସ୍ତ ସୂତ୍ରଠାରୁ ଗୋଟିଏ ସୂତ୍ର ବି ରହିଥାଏ, ଏହି ଗୋଟିଏ ସୂତ୍ର ଯଦି ଜନ୍ମଜାତକରେ ଲାଗୁ ହେଉଥାଏ, ତାହେଲେ ନିଶ୍ଚିତ ରୂପେ ଜନ୍ମଜାତକ ରାଜକୀୟ କର୍ମ କରିକି ଜୀବିକା ନିର୍ବାହ କରିଥାଏ। ବିଶେଷ କରି ଜନ୍ମଜାତକରେ ଯେତେବେଳେ ରାଜଯୋଗ ସଂଗଠିତ ହୋଇଥାଏ, ଲଗ୍ନାଧିପତି ଯଦି ବଳବାନ ଅବସ୍ଥାରେ ରହିଥାନ୍ତି, ଲଗ୍ନାଧିପତି ସ୍ୱଗୃହୀ ହୋଇକି ରହିଥିବେ କିମ୍ବା ମିତ୍ର କ୍ଷେତ୍ରରେ ଥିବେ, ତତ୍ସଙ୍ଗେ ବୃହସ୍ପତିଙ୍କର ଦୃଷ୍ଟିରେ ଯଦି ରହିଥାନ୍ତି, ଲଗ୍ନାଧିପତି ଅଂଶବଳ ଯୁକ୍ତ ହୋଇକି ରହିଥିଲେ ରାଜଯୋଗଟି ପ୍ରବଳ ମାତ୍ରାରେ ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ, ଇଏ ଥିଲା ଜନ୍ମଜାତକରେ କ୍ଷେତ୍ର ସିଂହାସନ ଯୋଗ। ଏବେ ଅନୁମତି ଦିଅନ୍ତୁ ନବମା ଭଗବତୀ